ଆମେ ସବୁବେଳେ ସମସ୍ତଙ୍କୁ କହନ୍ତି ସତ କହିବା ଦରକାର। ସେଥିପାଇଁ ଆମେ ପ୍ରାର୍ଥନାରେ କହନ୍ତି ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଏ କଥାଟା ବାସ୍ତବ କ୍ଷେତ୍ରରେ ଠିକ୍ କି? ଆମେ ବାସ୍ତବରେ ସତ କେତେ କହନ୍ତି? ଆମେ ମିଛ କହିବା ଉଚିତ କି ନୁହେଁ? ସବୁବେଳେ ସତ କହିକି ଯଦି ଆମର ଅନ୍ୟ କାହାର କ୍ଷତି କରୁଥାନ୍ତି ତାହେଲେ ସେ ସତର କିଛି ଆବଶ୍ୟକତା ନାହିଁ। ଥରେ ଗୋଟିଏ ଝିଅର ବିବାହ ହେଇପାରୁନଥିଲା। ମଧ୍ୟସ୍ଥି ଆସିକି ସେଠି ସେ ଝିଅ ନାଁରେ ବହୁତ ଭଲ କଥା କହୁଥାଏ। ଝିଅ ଘର ଯାହା ଧନ ସମ୍ପଦ ଦେବେ ସେ କଥାକୁ ସେମାନେ ଗୁରୁତ୍ୱ ଦଉନଥାନ୍ତି। ଝିଅଟି କେଉଁ ଗୁଣର, ଏଇଭଳି ଭାବରେ ଯିଏ ଆସିକି ଫେରି ଯାଉଥାନ୍ତି। କାହିଁକି? ଝିଅଟି ଟିକେ ଦୁଷ୍ଟ ପ୍ରକୃତିରେ ଥିଲା ଏବଂ ଗାଁର ଲୋକ ତାକୁ କିଏ ଭଲ ପାଉନଥିଲେ, ତେଣୁ ତା ବିରୁଦ୍ଧରେ କହୁଥିଲେ। ଏଇଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ଭଦ୍ରଲୋକ ସେଇ ପାଖ ଗାଁର ଯେଉଁ ବର ଘରେ ସେ ଝିଅର ଲାଗିଥିଲା, ପ୍ରସ୍ତାବ ପଡ଼ିଥିଲା, ତାଙ୍କୁ ସେ କହିଲା ସେଭଳି ଝିଅ ଏ ଖଣ୍ଡମଣ୍ଡଳରେ ନାହିଁ। ତା ଭଳି ସ୍ନେହୀ, ତା ଭଳି କର୍ତ୍ତବ୍ୟନିଷ୍ଠ, ତା ଭଳି ପରିଶ୍ରମୀ ଏବଂ ପରିବାର ପାଇଁ ଉତ୍ସର୍ଗୀକୃତ ଜୀବନ ଯେଉଁଥିବା ଝିଅଟିଏ ସେ। ଏହାପରେ ସେ ଝିଅର ବିବାହ ହୋଇଗଲା। ଗାଁର ଅନ୍ୟ ସମସ୍ତ ଲୋକମାନେ ଯିଏ ସେ ଝିଅ ନାଁରେ ସବୁ ଭଲ କଥା କହିଥିଲା ତାକୁ ଗାଳିମନ୍ଦ ଦେଲେ। ଦେଖ, ସିଏ ବିବାହ ହେଇଗଲା, ୟା ପରେ ଶୁଣିବୁ ତାର ଶାଶୁ ଶ୍ୱଶୁର ତତେ କିଭଳି ଭାବରେ ଗାଳି ଦେବେ। ସେ ଲୋକଟି ଯାହା ଉତ୍ତର ଦେଲା ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ। କହିଲା, ମୁଁ ଜାଣିଛି ଯେ ତା ଶାଶୁ ଶ୍ୱଶୁର ମତେ ଗାଳି ଦେବେ, ମୁଁ ଜାଣୁଛି ତା ବର ମତେ ଖରାପ ଦୃଷ୍ଟିରେ ଦେଖିବ, ମୁଁ ଜାଣୁଛି ମୁଁ ସେଠି ପ୍ରଶଂସା ପାଇବି ନାହିଁ, କିନ୍ତୁ ଏ ବୟସ ଗଡ଼ି ଯାଉଥିବା ଝିଅଟିର ବିବାହ କରିବା ପାଇଁ ଏ ଯୋଉ ମିଛ ଟିକକ ମୁଁ କହିଦେଲି, ସେ ମିଛ ଟିକକ ପାଇଁ ଯଦି ତା ଜୀବନର ସାର୍ଥକତା ହେଇଗଲା, ତାର ବିବାହକୁ ମୁଁ କରିପାରିଲି, ତାହେଲେ ୟା କୋଟି ଶତ ଠାରୁ ମଧ୍ୟ ଅଧିକ। ସେମିତି ଭାବରେ ଯେତେବେଳେ ଔରଙ୍ଗଜେବ ଶାସନ କରୁଥିଲେ, ସେତେବେଳେ ଦାନିଶ ବୋଲି ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥାଏ। ଯଦି କେହି ଦାନିଶକୁ କହିଦେବେ ଯେ ତାଙ୍କର ଝିଅ ଶାନ୍ତିରେ ଅଛି, ଖୁସିରେ ଅଛି ଯୋଉଠି ବିବାହ କରିଛି, ତାହେଲେ ସେ ରୋଗଶଯ୍ୟାରେ ମୁକ୍ତ ହେବ ବୋଲି ବୈଦ୍ୟ କହିଥାଏ। ତେଣୁ ଜଣେ ବ୍ୟକ୍ତି କେହି ସାହସ କରୁନଥିଲା ବେଳେ ଜଣେ ବ୍ୟକ୍ତି କଥା କହିଲେ ଯେ ଆପଣ କାହିଁକି ବ୍ୟତିବ୍ୟସ୍ତ ହଉଛନ୍ତି, ଆପଣ ସେ ଯୋଉ ଗେହ୍ଲି ଝିଅଟି ଯୋଉଠି ବିବାହ କରିଛି ସେ ଏତେ ସୁଖ ଶାନ୍ତିରେ ଅଛି ଯେ ଯେମିତି ରାଜାଙ୍କର ରାଣୀ ଭଳି ରହିଛି। ଏ କଥା ଶୁଣିବା ମାତ୍ରେ ତାର ସେ ଅମୋଘ ଅସ୍ତ୍ର ଭଳି ଅମୋଘ ମହୌଷଧି ଭଳିଆ ଗୋଟେ କାମ କରିଛି ଏବଂ ଶେଷରେ ସେ ବ୍ୟକ୍ତିଟି ଭଲ ହେଇପାରିଛି। ଯଦି ମିଛ କହିବା ଦ୍ୱାରା ଜଣଙ୍କର ମୃତ୍ୟୁମୁଖରୁ ଜଣକୁ ବଞ୍ଚେଇ ଦିଆଯାଇପାରୁଛି, ତାହେଲେ ସେଟା ସତ କି ମିଛ ଆପଣମାନେ ସମସ୍ତେ ବିଚାର କରିବା ଉଚିତ।